ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମେ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକ ଆଲୋଚନା କରିବା। ଚ୍ୟାନେଲକୁ ଯିଏ ନୂଆ ଆଇଛନ୍ ଚ୍ୟାନେଲକୁ ସବସ୍କ୍ରାଇବ କରି ଦିଅନ୍ତୁ। ଯାହାକୁ ତୁମେ ଏତେ ନିଜର ଭାବୁଛ ସେ ହିଁ ତୁମକୁ ଦୁଃଖ ଦେଇଛି। ସେ ଦୁଃଖରେ ଆମେ ଶିକ୍ଷା ପାଇଥାଉ। ଯେଉଁ ବ୍ୟକ୍ତିଙ୍କ ପାଇଁ ଆମେ ମରୁଛୁ ଆମ ପାଇଁ ତା ମନରେ କୌଣସି ଜାଗା ନାହିଁ। ଯେପରି ଏକ ଛୋଟ ପିଲାଟି ତାଙ୍କର ମା କଡ଼ା ଔଷଧ ପିଆନ୍ତି। ସେ କଡ଼ା ଔଷଧ ସେ ପିଲାଙ୍କୁ ପସନ୍ଦ ଆସେ ନାହିଁ, କିନ୍ତୁ ସେହି କଡ଼ା ଔଷଧ ତାଙ୍କୁ ସେହି ରୋଗକୁ ଭଲ କରିଥାଏ। ବାସ୍ତବରେ ପ୍ରତ୍ୟେକ ବ୍ୟକ୍ତି ସେଇଟାକୁ ସତ୍ୟ ଭାବେ। ଯେତିକି ସେ ବୁଝିପାରିଥାନ୍ତି, ଯେତିକି ଦେଖାଯାଉଛି ସେତିକି କୁହାଯାଉଛି, କିନ୍ତୁ ସେ ପର୍ଯ୍ୟନ୍ତ ଆପଣ ସତ୍ୟ ଜାଣିପାରିବେ ନାହିଁ। ଯେ ପର୍ଯ୍ୟନ୍ତ ତୁମ ଜୀବନର କୌଣସି ଦୁଃଖ ନାହିଁ, ଯେ ପର୍ଯ୍ୟନ୍ତ ଲୋକମାନେ ତୁମ ସହିତ ରହି ତାଙ୍କ କାମନା ହୋଇଥାଏ ଯେତେବେଳେ ଯାଏଁ ସେ ପର୍ଯ୍ୟନ୍ତ ଯାଏଁ ମତଲବ ରଖିବେ, ଆଉ ତାଙ୍କ କାମ ହୋଇଗଲେ ଆପଣଙ୍କୁ ବି ଭୁଲିଯିବେ। ତୁମେ ନିଶ୍ଚୟ ଶୁଣିଥିବ, ଲୋକମାନେ କହନ୍ତି ଏଇ ମଣିଷ କେମିତି ଏମିତି ହେଲା, କାହିଁକି ମୁଁ ଏହା ବିଷୟରେ ମଧ୍ୟ ଭାବିନଥିଲି, ଜାଣିନଥିଲି, ତା ପାଇଁ କଣ ନ କରିଛି। ମୁଁ କଦାପି ଭାବିନଥିଲି ଯେ ଯାହା ବିଷୟରେ ଭଲ ଭାବିଥିଲି ସେ ମଣିଷ ଏହିପରି ହେବ ବୋଲି। ଆପଣ ଯାହାକୁ ବି ଯେତେବେଳେ ଯାଏଁ ଜାଣିପାରିବେନି ସେ ପର୍ଯ୍ୟନ୍ତ ଆପଣଙ୍କୁ ଦୁଃଖ ନ ଦେଇଛି। ସେଇଥିପାଇଁ କୁହାଯାଏ, ଯଦି ତୁମକୁ କେହି ଆଘାତ ଦେଇଛି ତାହା ମଧ୍ୟ ଆପଣଙ୍କ ପାଇଁ ଭଲ ଅଟେ। ସେଇଥିପାଇଁ ତୁମେ ଜୀବନର ଯୁଦ୍ଧ କରିବା ଶିଖିଛ, ଜୀବନର ଆଗକୁ ବଢ଼ିବା ପାଇଁ। ଏବଂ ଯିଏ ସବୁବେଳେ ସୁଖରେ ଅଛି ସେ ଦୁଃଖକୁ ସହିପାରିବ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ଦୁଃଖରେ ଦୁଃଖ ନ ହୋଇ ଯୁଦ୍ଧ କରି ଆସିଛି ସେଭଳି ମଣିଷ ଛୋଟ ଛୋଟ ଦୁଃଖକୁ ବସିକି ସହିଯାଆନ୍ତି। ଏବଂ ଜଣେ ବ୍ୟକ୍ତି ଯିଏ ଆଘାତ ହୋଇନାହିଁ ସେ କଦାପି ମହାନ ହୋଇପାରିବ ନାହିଁ, ହଠାତ୍ ସଫଳତା ହାସଲ କରିପାରିବ ନାହିଁ। ସେଇଥିପାଇଁ ଯେତେବେଳେ ଜୀବନର ଅସୁବିଧା ଆସେ, ସେତେବେଳେ ଖରାପ ସମୟ ଆସେ ଯାଏ, ତୁମେ ମନେ ରଖ ଭଗବାନ ତୁମ ପାଇଁ ଚିନ୍ତା କରୁଛନ୍ତି। ବର୍ତ୍ତମାନ ଆପଣ ଜୀବନରେ ଏକ ବଡ଼ ଲକ୍ଷ୍ୟ ଆଶା କରିବାକୁ ଯାଉଛନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ଦ୍ୱିତୀୟ ଶିକ୍ଷା ଦେଉଛି, ଏହା କି ବାରମ୍ବାର କାହାକୁ କ୍ଷମା କରିବା ତୁମ ଜୀବନର ନଷ୍ଟ କରିଦେଇପାରେ। ପାଣ୍ଡବ ଏବଂ କୌରବ ମଧ୍ୟରେ ଯେଉଁ ମହାଭାରତ ଯୁଦ୍ଧ ହେଲା, ଏହାର କାରଣ ଏଇଟା ଥିଲା ଯେ ଦୁର୍ଯ୍ୟୋଧନ ବାରମ୍ବାର ପାଣ୍ଡବଙ୍କ ପ୍ରତି ଭୁଲ କରି ଚାଲିଥିଲା ଏବଂ ଯୁଧିଷ୍ଠିର ତାଙ୍କ ପ୍ରତ୍ୟେକ କଥାରେ କ୍ଷମା କରି ଦେଇଥିଲା। ଆଉ ଫଳାଫଳ ଏହା ହେଲା କି ମହାଭାରତ ଯୁଦ୍ଧ ହେଲା। ଦୁର୍ଯ୍ୟୋଧନ କେତେଥର ପାଣ୍ଡବଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତଥାପି ଯୁଧିଷ୍ଠିର ଦୁର୍ଯ୍ୟୋଧନକୁ କ୍ଷମା କରି ଦେଉଥିଲେ। ଯଦି ତୁମେ ମଧ୍ୟ ଜୀବନର ସମାନ ଭୁଲ କର ଏବଂ କାହାର ବଡ଼ ବଡ଼ ଭୁଲକୁ କ୍ଷମା କରିଦେବ, ତାହା ସେମାନେ ତୁମକୁ ଆଘାତ ଦେବାକୁ ପଛେଇବ ନାହିଁ। ଆପଣ ଭାବୁଥିବେ ଏଥର କ୍ଷମା କରିଦେବି ବୋଲି ସେ ବଦଳିଯିବ, ପରିବର୍ତ୍ତନ ହେବ ବୋଲି, କିନ୍ତୁ ତୁମର କ୍ଷମା କରିବାକୁ ସେମାନଙ୍କୁ ଅଧିକ ଖରାପ କରିଦିଏ। ସେ ତୁମ ପ୍ରତି ଆହୁରି ଅଧିକ ଭୁଲ କରିବାର ଚେଷ୍ଟା କରେ। କାରଣ ଜୀବନର ଅନେକ ଭୁଲ ଏମିତି ବି ହୋଇଥାଏ ଯାହାର କ୍ଷମା ହିଁ ନାହିଁ। ଯଦି ତୁମକୁ କେହି ବିଶ୍ୱାସଘାତକ କରୁଛି, ତେଣୁ ଏଥିପାଇଁ କୌଣସି କ୍ଷମା କର ନାହିଁ। ଯଦି କେହି ଆପଣଙ୍କ ଜୀବନ ଉପରେ ଆକ୍ରମଣ କରେ କିମ୍ବା ତୁମର ଜୀବନକୁ ବହୁତ ବଡ଼ ଆଘାତ ଦେଉଛି, ତେଣୁ ଏଥିପାଇଁ ମଧ୍ୟ କ୍ଷମା କରନ୍ତୁ ନାହିଁ। ଏବଂ ତୁମେ ଯଦି କ୍ଷମା କର, ମନେ ରଖ ଯେ ତୁମର କ୍ଷମାକୁ ତୁମକୁ କ୍ଷତି କରିବା। ଶ୍ରୀମଦ୍ ଭାଗବତ ଗୀତାରେ ତୃତୀୟ ଉପଦେଶ ହେଉଛି ଏହା ଯେ ମିଠା ଲୋକ ଏବଂ ଭୁଲ ଲୋକଙ୍କୁ ତୁମର ଉତ୍ତମତ ପ୍ରମାଣ କରାଇବାର କୌଣସି ଆବଶ୍ୟକତା ନାହିଁ। ଏହି ଦୁନିଆରେ ଜଣେ ଭଲ ଲୋକଙ୍କୁ ମିଥ୍ୟାବାଦୀଠାରୁ ଅଧିକ ପରୀକ୍ଷା ଦେବାକୁ ପଡ଼ିଥାଏ, ଅଧିକ ଦୁଃଖ ସହିବାକୁ ପଡ଼ିଥାଏ, କାରଣ ଏହିପରି ଲୋକମାନେ ବାରମ୍ବାର ତୁମର ଉତ୍ତମତର ପ୍ରମାଣ ମାଗିବେ ଆଉ ମାଗନ୍ତି। ଯଦି ତୁମେ ଭଲ, ତେବେ ତୁମକୁ ଏହା ସହିବାକୁ ପଡ଼ିବ। ଯେତେବେଳେ ଦୁର୍ଯ୍ୟୋଧନ ଏବଂ ଶକୁନି ଛଳ କରିବେ ପାଣ୍ଡବଙ୍କ ସହିତ ଜୁଆ ଖେଳୁଥିଲେ, ସେ ସମୟରେ ଯୁଧିଷ୍ଠିର ଚୁପ୍ ରହିଲେ ଆଉ ଦେଖୁଥିଲେ। ସେମାନେ ସମସ୍ତେ ସ୍ମରଣ କରି ପାଞ୍ଚ ଭାଇଙ୍କୁ ଜୁଆ ଖେଳରେ ଲଗେଇଲେ, ତାଙ୍କର ପତ୍ନୀ ଦ୍ରୌପଦୀ ବି ଜୁଆ ଖେଳରେ ଲଗେଇଲେ ଏବଂ ଦୁର୍ଯ୍ୟୋଧନ ସଭାରେ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ, ତାଙ୍କୁ ବସ୍ତ୍ରହୀନ କରିବାକୁ ଚେଷ୍ଟା କଲା। ତଥାପି ପାଣ୍ଡବମାନେ ଚୁପ୍ ରହିଲେ, ଭାବୁଥିଲେ ଯେ ଆମେ ଧର୍ମ ଅନୁସରଣ କରିବୁ। ଆମର ଏହି ସଭାରେ ବଡ଼ ଲୋକମାନେ ବସିଛନ୍ତି, ଆମକୁ କେବଳ ଧର୍ମ ଅନୁସରଣ କରିବାକୁ ପଡ଼ିବ। ଯେଉଁମାନେ ଛଳକପଟ ଦ୍ୱାରା ବଞ୍ଚିଛନ୍ତି ସେମାନଙ୍କ ସାମ୍ନାରେ ଭଲ ସତ୍ୟ ଏହି ଚାଲିବାର କୌଣସି ଆବଶ୍ୟକତା ନାହିଁ। ମିଛ କହିବା ଯେତେବେଳେ ମିଛ ହୋଇଯାଏ, ଯେ ମିଛ ପାଇଁ କାହାର ଖରାପ ହୋଇଯାଏ, ଆଉ ମିଛ କହିବା ସେତେବେଳେ ସତ ହୋଇଯାଏ ଯେ କାହାର ଭଲ
ପାଇଁ ମିଛ କହିବାକୁ ପଡ଼େ। ଯେଉଁମାନେ ବାରମ୍ବାର ଭୁଲ କରନ୍ତି ତାଙ୍କ ସାମ୍ନାରେ ଅସ୍ତ୍ର ଉଠେଇବା ହିଁ ଧର୍ମ। ଏମିତି ପାପୀମାନଙ୍କ ସାମ୍ନାରେ ଭଲ ଦେଖେଇ ହେବା ସବୁଠାରୁ ବଡ଼ ପାପ। ସେଇଥିପାଇଁ କେବେ ବି କାହାକୁ କ୍ଷମା କରିବ ନାହିଁ।